କଦଳା ସ୍ୱପ୍ନେଶ୍ୱର ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦଳା ସ୍ୱପ୍ନେଶ୍ୱର ମନ୍ଦିର ପରିସରରେ ଜାଗର ଯାତ୍ରା ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ମହାପ୍ରଭୁ ସ୍ୱପ୍ନେଶ୍ୱରଙ୍କ ସକାଳ ସ୍ନାନ ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପରେ ନୀତି ଭୋଗ କରାଯାଇ ସନ୍ଧ୍ୟାରେ ଆଳତି ମହାଭୋଗ କରାଯାଇ ଶେଷର ମହାଦୀପ ମନ୍ଦିର ଚୂଡ଼ାକୁ ଉଠାଯାଇ ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ବହୁ ଭକ୍ତ ଏବଂ ଶ୍ରଦ୍ଧାଳୁ ଏବଂ ବ୍ରତଧାରୀମାନେ ଉପବାସ ପୂର୍ବକ ଦୀପ ଜାଳି ମନ୍ଦିର ପରିସରରେ ବସି ରହିଥିଲେ। ଶେଷରେ କୀର୍ତ୍ତନ ହରିବୋଲ ହୁଳହୁଳି ଧ୍ୱନିରେ ମହାଦୀପ ଉଠିବା ପରେ ନିଜର ବ୍ରତ ସମାପନ କରିଥିଲେ। ଏହି ଅବସରରେ ମନ୍ଦିରର ମୁଖ୍ୟ ପୂଜକ ବାବନଚରଣ ମିଶ୍ର କର୍ତ୍ତା କେଶବ ଜେନା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସୁଧାଂଶୁ ସ୍ୱାଇଁ ଅରୁଣ ସାମଲ ରଜତ ଖୁଣ୍ଟିଆ ପ୍ରକାଶ ରାଉତ ସନ୍ତୋଷ ରାଉତ ଦେବାଶିଷ ପରିଡ଼ା ଶୁଭମ ପରିଡ଼ା ନିରଞ୍ଜନ ରାଉତ ରାଜେଶ ସାମଲ ସମେତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।